ଖ୍ରୀଷ୍ଟିଆନ ଭାଇ ଭଉଣୀ ମାନଙ୍କୁ ମୋର ବହୁତ ବହୁତ ସାଧୁବାଦ ଏବଂ ନମସ୍କାର। ଏକ ବିଶେଷ ସୂଚନା ଦେବା ନିମନ୍ତେ ଏକ କ୍ଷୁଦ୍ର ଭିଡ଼ିଓ ମାଧ୍ୟମରେ ମୁଁ ଚେଷ୍ଟା କରୁଅଛି। ଚଳିତ ମାସ 22 ତାରିଖ 2024 ମସିହା ଆମ ସମସ୍ତଙ୍କ ପାଇଁ ଏକ ଦୁଃଖପୂର୍ଣ୍ଣ ଦିନ ଥିଲା। ପ୍ରଭୁଙ୍କ ମହାନ ଦାସ ଆଚାର୍ଯ୍ୟ କିଶୋର ଚନ୍ଦ୍ର ଦିଗାଲ ପ୍ରଭୁଙ୍କ ସେବା କାର୍ଯ୍ୟରେ ଦୌଡ଼ୁ ଦୌଡ଼ୁ ଆପଣା ଦୌଡ଼ ସମାପ୍ତ କରି ପ୍ରଭୁଙ୍କ ମହାବିଶ୍ରାମରେ ପ୍ରବେଶ କରିଅଛନ୍ତି, ମହାନିଦ୍ରା ପ୍ରାପ୍ତ ହୋଇଛନ୍ତି ଏବଂ ତାଙ୍କ ଶରୀରର ସମାଧି ସେବା ଚଳିତ ନଭେମ୍ବର ମାସ 24 ତାରିଖ 2024 ମସିହାରେ ବାରଖମା ଗ୍ରାମରେ ପ୍ରଭୁଙ୍କ ବିଶିଷ୍ଟ ଦାସମାନଙ୍କ ଉପସ୍ଥିତିରେ ଅନେକ ବିଶ୍ୱାସିନୀଙ୍କ ଉପସ୍ଥିତିରେ ସେବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ପରିବାର ଅତ୍ୟନ୍ତ ଶୋକାକୁଳ ଅବସ୍ଥାରେ ଅଛନ୍ତି ଏବଂ ସମଗ୍ର ଓଡ଼ିଶାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଯେଉଁମାନେ ତାଙ୍କ ସହିତ ସ୍ୱତ ପ୍ରବୃତ୍ତ ଭାବରେ ଜଡ଼ିତ ଅଛନ୍ତି, ସମସ୍ତଙ୍କ ମନରେ ଦୁଃଖ ଶୋକ ରହିଅଛି। ଏଣୁ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ଏହି ଚଳିତ ବର୍ଷ ଡିସେମ୍ବର ମାସ 2 ତାରିଖରେ 2024 ମସିହାରେ ବାରଖମା ଗ୍ରାମରେ ସକାଳ 9 ଘଣ୍ଟିକା ସମୟ ଠାରୁ ଅପରାହ୍ନ 2 ଘଣ୍ଟିକା ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। କାର୍ଯ୍ୟକ୍ରମର ନାମ ହେଉଛି ସ୍ମୃତି ଓ ସାନ୍ତ୍ୱନା ସଭା। ଏହି ସଭାର ଉଦ୍ଦେଶ୍ୟ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବା ନିମନ୍ତେ ପଦେ କଥା କହିବା ଏବଂ ପ୍ରଭୁଙ୍କ ଦାସଙ୍କ ଦ୍ୱାରା ଆମ୍ଭେମାନେ ଯେଉଁ ଉପକାର ପାଇଅଛୁ, ଯେତେ ଉପକାର ପାଇଅଛୁ ତାହାକୁ କହି ବର୍ଣ୍ଣନା କରି ସେ ସ୍ମୃତିକୁ ସମ୍ମୁଖରେ ରଖି ପରିବାରକୁ ଉତ୍ସାହ ଦେବା ଏବଂ ପରିବାରକୁ ପ୍ରଭୁଙ୍କ ଦାସଙ୍କର ମହତ୍ କର୍ମର ଅବଗତ କରାଇ ସେମାନଙ୍କୁ ବଳ ପ୍ରଦାନ କରାଇବା ଏବଂ ତତ୍ସହିତ ପ୍ରଭୁଙ୍କ ଦାସଙ୍କ ଦେଇ ହୋଇଥିବା କର୍ମ ସକଳ ବର୍ଣ୍ଣନା କରି ପ୍ରଭୁଙ୍କ ଗୌରବ କରିବା। ଏହି ଉଦ୍ଦେଶ୍ୟରେ ଏକ ସ୍ମୃତି ଓ ସାନ୍ତ୍ୱନା ସଭା ରଖାଯାଇଅଛି ଡିସେମ୍ବର ମାସ 2 ତାରିଖ 2024 ମସିହାରେ। ଉକ୍ତ ସଭାରେ ସମଗ୍ର ଓଡ଼ିଶାର ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମୁଁ ସୂଚନା ଦେଉଅଛି ଦିଗାଲ ପରିବାରଙ୍କ ପକ୍ଷରୁ ଏବଂ ମୋ ପକ୍ଷରୁ। ଉକ୍ତ ସଭାରେ ପ୍ରଭୁଙ୍କ ଦାସ ରାଜୀବ ଡାନିଏଲ ମହାଶୟ ମଧ୍ୟ ଉପସ୍ଥିତ ହେବେ। ପ୍ରଭୁଙ୍କ ଦାସ ନିରଞ୍ଜନ ତୁରୁଗ ମହାଶୟ ମଧ୍ୟ ପରିବାର ସହିତ ଉପସ୍ଥିତ ହେବେ। ମୁଁ ମଧ୍ୟ ଉପସ୍ଥିତ ହେବି ଏବଂ ଅନେକ ଭାଇ ଭଉଣୀମାନେ ଯେଉଁମାନେ ପ୍ରଭୁଙ୍କ ଦାସଙ୍କର ପାର୍ଥିବ ଶରୀରର ସମାଧି କ୍ରିୟାରେ ସାମିଲ ହୋଇପାରିନାହାନ୍ତି, ଏହି ସାନ୍ତ୍ୱନା ଓ ସ୍ମୃତି ସଭାରେ ଉପସ୍ଥିତ ହୋଇ ପରିବାରକୁ ସାନ୍ତ୍ୱନା ଦେବେ ବୋଲି ମୋର କାମନା ଏବଂ ସୂଚନା। ଆସନ୍ତୁ ପ୍ରଭୁଙ୍କ ଲୋକମାନେ ସେଦିନ ଆମମାନେ ଉପସ୍ଥିତ ହୋଇ ପରିବାରକୁ ସାନ୍ତ୍ୱନା ଦେଉ, ପ୍ରାର୍ଥନା କରୁ ଏବଂ ପ୍ରଭୁଙ୍କ ଦାସଙ୍କର ସ୍ମୃତିକୁ ସେଠାରେ ଆମେ ପ୍ରକାଶ କରି ପ୍ରଭୁଙ୍କ ଗୌରବ କରୁ। ପ୍ରଭୁଙ୍କ ନାମରେ ପୁଣି ଥରେ ଏହି ସୂଚନା ସହିତ ମୁଁ ଅନୁରୋଧ କରୁଅଛି, ଆପଣ ସମସ୍ତଙ୍କର ଉପସ୍ଥିତି ଉକ୍ତ ସଭାରେ କାମନା କରି ଧନ୍ୟବାଦ ସହିତ ମୁଁ ରହିଲି।